କିଛି ଜାଣିନି ମୋ ବାପା ଘରକୁ ଯାଇଥିଲି। ମୋ ବାପାର 10 ଦିନ ଆଜିକି ମୋ ପିଲା ମନକୁ ଧରି ମୁଁ ଯାଇଥିଲି। ମତେ ଫୋନରେ କହିଲେ ବମ୍ ଫୋପାଡ଼ିକିରି ମାରି ଦେଇଛନ୍ତି। କାଳିଆ ରାଉତରାକୁ ଦିବସିଂହ ରାଉତରା। ମୁଁ କେମିତି କହିବି? ମା କାନ୍ଦୁଛି, ସ୍ତ୍ରୀ ବି କାନ୍ଦୁଛି। ଦାଣ୍ଡରେ ବସି ମୁଣ୍ଡ ବାଡେଇ ବାଡେଇ ରାହା ଛାଡିଛନ୍ତି। ବାପା ମାରିଦେଲା ପୁଅକୁ। ହଁ ଆଜ୍ଞା, ଆପଣ ଯାହା ଶୁଣିଲେ ଠିକ ଶୁଣିଲେ। ବାପା ହିଁ ମାରିଛି ପୁଅକୁ, ସେ ପୁଣି ବୋମା ମାଡ଼ କରି। ଏ ବାପାକୁ ବି ମାନିବାକୁ ପଡିବ। ଟାର୍ଗେଟ କରିଥିଲା ବଡ ପୁଅକୁ, ହେଲେ ବଳି ପଡିଗଲା ସାନ ପୁଅ। ବାପା ବଡ ପୁଅକୁ ବୋମା ପକାଉ ପକାଉ ପଛପଟୁ ସାନ ପୁଅ ମୁଣ୍ଡରେ ବାଜିଲା। ଆଉ ସେଇଠି ହିଁ ଟଳି ପଡିଲା ସାନ ପୁଅ କାଳିଆ। କାଳିଆକୁ ମାରିଦେଲା, କାଳିଆକୁ ତା ବାପା ମାରିଦେଲା। ମା ଏମିତି କହି କହି କାନ୍ଦି କାନ୍ଦି ପାଗଳି ହେଇଗଲାଣି। ଏପଟେ ସ୍ତ୍ରୀ ପୁରା ବାୟାଣୀ। ଚାହୁଁ ଚାହୁଁ କଣ ହେଇଗଲା ଏସବୁ? ମୋ ସ୍ୱାମୀକୁ କାହିଁକି ମାରିଦେଲ? ସେ ତ ମୋ ବାପ ଘରକୁ ଆଜି ଯାଇଥାନ୍ତେ, କିନ୍ତୁ ହଠାତ୍ ଏସବୁ କଣ ହେଇଗଲା? ବାପା ଏମିତି କେମିତି ପୁଅ ସଂସାର ଭାଙ୍ଗିବ ବୋଲି ବୋମା ରଖିଥିଲା? ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳ ଭବାନୀପୁର ପଞ୍ଚାୟତ ସାହସପୁର ଗାଁର ଶାନ୍ତିନଗରରେ ଘଟିଛି ଏହି ଅଭାବନୀୟ ବୋମା ମାଡ଼ ଘଟଣା। ବାପା ଓ ପୁଅ କଳହରେ ବୋମା ପକାଇ ଦେଲା ବାପ। ବୋମା ମାଡ଼ରେ ଜଣେ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସଠିଆ ରାଉତରାୟଙ୍କ ସାନ ପୁଅ ଦିବ୍ୟ ସିଂ ରାଉତରାୟ, ଯାହାକୁ କାଳିଆ ବୋଲି ଡାକନ୍ତି। ଆହତ ହୋଇଛନ୍ତି ନିଜେ ବାପା ସଠିଆ ଓ ବଡ଼ ପୁଅ ସୁବାସ। ଏ ସମ୍ପର୍କରେ ବାଣପୁର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ସହ ଗୋଟିଏ ଦେଶୀ ବନ୍ଧୁକ ବି ଜବତ କରିଛି। ଏନେଇ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। पुलिस बापा सठिया और बड़ पुओ सुबास को मेडिकल ले भर्ती करी अटक रखिछि। एपटे एमाने सिना कहउछंती बोमा बापा मारिछि बोली, हेले बोमा किए मारिछि ताहा पुलिस तदंत परे ही स्पष्ट हेबो। बड़ पुओर स्त्री निवासी कहंती ससुर सठिया राउतराय मारिछंती, आउ सान पुओ बंधुक धरी आज सकाळे आसीथिला बड़ पुओ सुबास को मारिबा पई। ससुर सठिया बड़ पुओ उपरकू बोमा मारिबा समय भूल रे ताहा सान पुओ मुंडरे पड़ीगला। माड़ गोड़ हे थंगेबी आज मु इे पलि जाइली से टोका पाबार टेलर सज करुला बड़ सुबास सुबास राउतरा सी कौन कला सी कालिया बांधिया को जाइला बलद सियाड़े ता ससुर घर को जीव बोली बांधि दे के आइला मुझे देखी सी कौन कला बुढ़ा एठी गाली देला केनार हुडारे सुबास को गाली देला बुढ़ा कहला ए तू से पाबार टेलर हाथ दबुनी ना कहीं सब तो खाइल कल मुझा सज कले कि आउ मु बिल चाष करने आनी मु चाष करी ना तू से हाथ दबुनी ना हाथ देविनी मु सज करी ना तू छोड़ी पारिबुनी मु एठी बाबू शुणी तमे सबू मोर पुआ नहले भाई हाँ आउ मु एतिक मु शुणी एतिक शुणिकी मु गाईटा को सियाड़े ओडिया को जाइछि एतिक तो शुणी मु तो गाई ओडे के आइला आसकू आकने सी कालिया बंदूकटे धरिकी धाई मल्ला जी बंदूक धरिकी धाई आ गिलिकी आकने साई करके रखी बंदूक आ गिलिकी मु साडू धाई के आइला आसकू गिलिकी जो धूपा धूपी हो गले माड़ गोड़ गिलिकी साई करके रखी सी बुढ़ा कने से घर बऊ बेक धरिकी आसिकी बुढ़ा नादी एपटे सठिया शाली कहते सठिया बोमा ब्याग धरी ठिया होइथिला वो 4 थर बोमा माड़ करिछि। एटा शालीर बैठ दबो स्पॉट विजिट घटनास्थल आम किसी बम रिमेनार्स प्लस गोटे देसी बंदूक पाइचु घटनास्थल में आम साइंटिफिक टीम डकाई साइंटिफिक टीम आसला डिटेल तार अनुसंधान कर आज्ञा सकाଳେ मो स्वामी पाबा टेला सज करते बिल चाष करेंगे सुभाष राउतर आज्ञा से बिल चाष करेंगे पाबा टेलर सज करते
ବୁଢା ଆସିକି ବାର ଭାଷାରେ ଗାଳି କଲା ସେଇ ସଠର ଉତାରା ଶ୍ୱଶୁର ସେ ଗାଳି ଦେଲା ସେ ଯେମିତି ଗାଳି ଦେଲା ମତେ ଭାଷାରେ ଗାଳି ଦେଲା ପୁଅକୁ ଭାଷାରେ ଗାଳି ଦେଲା ଆମେ ସେମିତି ତାକୁ ଗାଳି ଦେଲୁ ସାନ ପୁଅ ଆସିଲେ ସିଆଡୁ ଗାଧେଇକି ଆସିଲେ ସେ ଯୋଉ ମରିଛନ୍ତି ଆସିଲା ସିଏ ବାର ଭାଷା କରିକି ଗାଳି ଦେଲା ବାର ଗୋଲଜ କରିକି ଭାଷା କରି ଗାଳି ଦେଲା ଆମେ ହେଲେ ଗାଳି ଦେଲୁ ଗାଳି କରିବା ପରେ ସେ ଯୋଉ ବନ୍ଧୁକ ଏବେ ରଖିଛନ୍ତି ଆଜ୍ଞା ସେ ବନ୍ଧୁକ ଧରିକି ସଡନ ଇଏ ବାହାରିକି ଆସିଲେ କାଳିଆ ଦିବ୍ୟସିଂହ ରାଉତରା ବନ୍ଧୁକ ଧରିକି ଆସିଲେ ଯେତେବେଳେ ମୋ ସ୍ୱାମୀ କି ମୋ ପୁଅ ମୋ ଝୁଅ ଆଉ ମୁଁ ଆମେ କଣ କଲୁ ଗିଲି ପକେଇ ଘର ଭିତରକୁ ଆମେ ସିଡି ଘଟିକି ଯାଇଛୁ ଆଜ୍ଞା ବୁଢା ବମ ଗୋଟେ ଫୋପାଡ଼ି ଦେଲା ଯେମିତି ଆମେ ସବୁ ଧୂଆଁ ହେଇଗଲୁ ସେଠି ଗାଲ ଫାଲ ସବୁ କଣା ହେଇଯାଇଛି ଝିଅର ମୋର ଶ୍ୱଶୁର ଯୋଉ ସଠର ଉତାର ତେବେ କହି ରଖିବାକୁ ଚାହିଁବୁ ଯେ ଜମି ବାଡିକୁ ନେଇ ସୁବାସ ସହ ତାଙ୍କ ବାପାଙ୍କର ବିବାଦ ଲାଗିଥିଲା ଆଜି ସଠିଆ ଓ ତାଙ୍କ ସାନ ପୁଅ ବଡ ପୁଅକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ଏଥିପାଇଁ ବଡ ପୁଅ ଘର ଉପରକୁ ବୋମା ମାଡ କରିଥିଲେ କିନ୍ତୁ ବୋମାଟି ଘର ଗ୍ରିଲ ଉପରେ ବାଜି ଛିଟିକି ଆସି ସାନ ପୁଅ ଦେହରେ ବାଜିଥିଲା ଘଟଣାସ୍ଥଳରେ ହିଁ ସାନ ପୁଅର ମୃତ୍ୟୁ ହୋଇଥିଲା ବୋମା ମାଡରେ ବଡ ପୁଅ ସାମାନ୍ୟ ଆହତ ହୋଇଛନ୍ତି ତେବେ ଘରୋଇ କଳି ଜମିବାଡି ବିବାଦ କିଭଳି ରୂପ ନେଇଛି ଏହି ପରିବାର ତାର ଏକ ବଡ ଉଦାହରଣ ଯେଉଁଠି ବାପା ପୁଅକୁ ଓ ଭାଇ ଭାଇକୁ ମାରିବାକୁ ପଛାଉନାହିଁ ଖୋର୍ଦ୍ଧା ବାଲୁଗାଁରୁ କମଲ ଜାଲିଙ୍କ ରିପୋର୍ଟ କେ ନ୍ୟୁଜ୍ ଓଡ଼ିଶା।